जय जगन्नाथ साइना ओडिया टेक को आपण मानक स्वागत। आज आम गोटे इंपोर्टाट टपिक उपर डिस्कस करवा जे निर्माण श्रमिक माने हेबे उपकृत। राज्य सरकार निर्माण श्रमिक मानक पई सहायता राशि वृद्धि करछंती। निर्माण श्रमिक अर्थात राजमिस्त्री हो, पाइप मिस्त्री, रंग मिस्त्री एवं जेकोसी निर्माणाधीन कार्य नियुक्त होइथिबा श्रमिक माने एहार उपकृत हो पारिबे। तेणु आपण मैंने जदि निर्माण श्रमिक रेजिस्ट्रेशन କରିଛନ୍ତି किंबा କରିନାହାନ୍ତି, जदि କରିଛନ୍ତି ସରକାରଙ୍କର ସୁବିଧା ସୁଯୋଗ ପାଆନ୍ତୁ ଏବଂ କ'ଣ କ'ଣ ରହିଛି ସହାୟତା ରାଶି ଆପଣମାନଙ୍କୁ ସମ୍ପୂର୍ଣ୍ଣ ରୂପେ ମୁଁ କହିବି। ଯଦି ଆପଣମାନେ କରିନାହାନ୍ତି ତାହେଲେ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ, ଶୀଘ୍ର ଆବେଦନ କରନ୍ତୁ। ତେଣୁ ନିର୍ମାଣ ଶ୍ରମିକରେ ଯଦି ଆପଣ ଦେଖିବେ ଯେ ସରକାରଙ୍କ ଠାରୁ ବିବାହକାଳୀନ ସହାୟତା ଏବଂ ଘର ପାଇଁ ସହାୟତା, ତା ସହିତ ନିର୍ମାଣ ଶ୍ରମିକମାନଙ୍କର ପୁଅ କିମ୍ବା ଝିଅଙ୍କୁ ଶିକ୍ଷା ସହାୟତା, ତା ସହିତ ଅନେକ ପ୍ରକାର ସୁବିଧା ସୁଯୋଗ ରହିଛି। ତ ଆପଣମାନେ ଖାଲି ରେଜିଷ୍ଟ୍ରେସନ କରି ବସି ପଡ଼ନ୍ତୁ। ତେଣୁ ସରକାରଙ୍କର ସୁବିଧାକୁ ଆପଣମାନେ ପାଆନ୍ତୁ। ତେଣୁ ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତ ସମ୍ପୂର୍ଣ୍ଣ ବିବରଣୀ ଆପଣ ଜାଣିପାରିବେ। ତା ସହିତ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ତେଣୁ ପ୍ରତ୍ୟେକ ଦିନ କିଛି ନୂଆ ନୂଆ ଭିଡ଼ିଓ ଆପଣ ଦେଖିପାରିବେ। ତେଣୁ ନିର୍ମାଣ ଶ୍ରମିକରେ ରେଜିଷ୍ଟ୍ରେସନ କରିବା ପାଇଁ ହେଲେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ତା ସହିତ ଏହାର କ'ଣ ରହିଛି ନୂଆ ଅପଡ଼େଟ୍, ତେଣୁ ସମ୍ପୂର୍ଣ୍ଣ ରୂପେ ଆପଣଙ୍କୁ କହିବି। ଚାଲନ୍ତୁ ଦେଖିବେ କ'ଣ ରହିଛି ଲାଟେଷ୍ଟ ଅପଡ଼େଟ୍। ତେଣୁ ଯେଉଁମାନେ ନିର୍ମାଣ ଶ୍ରମିକରେ ରେଜିଷ୍ଟ୍ରେସନ ହେଇଛନ୍ତି ସେମାନେ କେଉଁ ପ୍ରକାର ସୁବିଧା ପାଇପାରିବେ? ଏଥିରେ ପ୍ରସ୍ତୁତିକାଳୀନ ସହାୟତା ଏବଂ ଶିକ୍ଷା ସହାୟତା ଏବଂ ଦୂରାରୋଗ୍ୟ ଏବଂ ଚିକିତ୍ସା ପାଇଁ ମଧ୍ୟ ଏହାର ସୁବିଧା ପାଇପାରିବେ ଏବଂ ମୃତ୍ୟୁକାଳୀନ ସହାୟତା। ତା ସହିତ ନିର୍ମାଣ ଶ୍ରମିକମାନେ ଯଦି ଗୃହ ବା ଏଠି ନୂଆ ଘର କରିବେ ତାକୁ ମଧ୍ୟ ସହାୟତା ରାଜ୍ୟ ସରକାର ଦେବେ। ତା ସହିତ ବିବାହ ସହିତ ଆପଣମାନେ ତା ସହିତ ଆପଣମାନେ ଯଦି ସାଇକେଲ କିଣିବା ହେଉ କିମ୍ବା ଗୃହ ଉପକରଣ ଯେକୌଣସି ଜିନିଷ କିଣିବା ମଧ୍ୟ ଏଠି ରାଜ୍ୟ ସରକାର ସହାୟତା ଦେଇଛନ୍ତି। ତା ସହିତ ଆପଣମାନେ କିପରି ପଞ୍ଜୀକରଣ କରିବେ ମୁଁ ଡିଟେଲ୍ସ କହିବି। ତେଣୁ ଆପଣମାନେ କେତେ ଟଙ୍କା ପାଇବେ ଚାଲନ୍ତୁ ଦେଖିବା। ଏଠି ରାଜ୍ୟ ସରକାର ନିର୍ମାଣାଧୀନ ଶ୍ରମିକମାନଙ୍କୁ ଦେଉଛନ୍ତି ପ୍ରସ୍ତୁତିକାଳୀନ ସହାୟତା। ତେଣୁ ଏଠି ଯେ ଯେଉଁମାନେ ନିର୍ମାଣ ଶ୍ରମିକ ସେମାନେ ଝିଅ ହେଉ କିମ୍ବା ନିଜେ ହେଉ ପ୍ରସ୍ତୁତିକାଳୀନ ମହିଳା ହେଉ, ଏଠି 10,000 ଟଙ୍କା ସରକାର ଠାରୁ ଆପଣମାନେ ସହାୟତା ପାଇପାରିବେ ଏବଂ 2ଟା ଛୁଆ ହେଲା ପର୍ଯ୍ୟନ୍ତ। ତା ସହିତ ଦେଖିବେ ଯେ ବିବାହକାଳୀନ ସହାୟତା, ଯଦି ଆପଣ ଝିଅ ବାହାଘର କରୁଛନ୍ତି କିମ୍ବା ପୁଅ ବାହାଘର କରୁଛନ୍ତି, ଏଥିରେ ଆପଣମାନଙ୍କୁ ରାଜ୍ୟ ସରକାର 50,000 ଟଙ୍କା ଏଠି ସହାୟତା କରିବେ ଏବଂ 2ଟି ଛୁଆ ବାହାଘର କରିବା ପାଇଁ। ତା ସହିତ ଦେଖିବେ ଇଏ ହେଉଛି ବହୁତ ବଡ଼ ଅପଡ଼େଟ୍। ତାପରେ ଆପଣମାନେ ଦେଖିବେ ଯଦି ଯେ ଅନ୍ତ୍ୟେଷ୍ଟି କ୍ରିୟା, ଯଦି ନିର୍ମାଣ ଶ୍ରମିକ କୌଣସି କାରଣ ଦୁର୍ଘଟଣା ଘଟାଇଯାଏ ବା ମୃତ୍ୟୁ ହୋଇଯାଏ, ଏଠି ସରକାର 5,000 ଟଙ୍କା ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସହାୟତା ଦିଅନ୍ତି। ତା ସହିତ ମୃତ୍ୟୁକାଳୀନ ସହାୟତା, ଯେଉଁମାନେ ନୋମିନି ଥିବେ କିମ୍ବା ମୃତ୍ୟୁ ହୋଇଥିବ ତାଙ୍କୁ ମଧ୍ୟ ରାଜ୍ୟ ସରକାର ବହୁତ ସୁବିଧା ସୁଯୋଗ ଦେଇଥାନ୍ତି, ତା ସହିତ ସହାୟତା ମଧ୍ୟ ଦେଇଥାନ୍ତି। ଏବଂ ଯଦି ଦେଖିବେ ଯେ ଶିକ୍ଷା ସହାୟତା, ଯଦି ନିର୍ମାଣ ଶ୍ରମିକମାନଙ୍କର ଯଦି ପୁଅ ହେଉ କିମ୍ବା ଝିଅ ହେଉ ଯଦି ପାଠ ପଢ଼ିବେ ତାହାକୁ ସରକାର ମଧ୍ୟ ସମ୍ପୂର୍ଣ୍ଣ ରୂପେ ମାଗଣା ମଧ୍ୟ ଶିକ୍ଷା ସହାୟତା ଏଠି ଦେଇଥାନ୍ତି। ଏ ସମ୍ପୂର୍ଣ୍ଣ ବିବରଣୀ ରହିଲା। ତେଣୁ ଆପଣମାନେ ଏହାକୁ କିପରି ସାମିଲ ହେବେ ଏ ଯୋଜନାରେ ଏବଂ ଏଇ ଯେଉଁ ସହାୟତା ପାଇବା ପାଇଁ ଆପଣମାନଙ୍କ ପାଇଁ କ'ଣ କରିବାକୁ ପଡ଼ିବ, ତେଣୁ ଆପଣମାନେ ଡିଟେଲ୍ସ ଦେଖିବେ। ତେଣୁ ଏହାକୁ ଆପଣମାନେ ଅନଲାଇନ୍ ହେଉ କିମ୍ବା ଅଫଲାଇନ୍ରେ ଆପଣ ଉଭୟରେ ଏଠି ଆପ୍ଲାଏ କରିପାରିବେ। ତେଣୁ ଯଦି ଅଫଲାଇନ୍ରେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ଆପଣମାନେ କ'ଣ କରିବାକୁ ପଡ଼ିବ ମୁଁ କହିବି। ଆପଣଙ୍କୁ ମୁଁ ଏହି ଗୋଟେ ଫର୍ମ ଦେଖାଉଛି, ଏହି ଫର୍ମରେ ଆପଣମାନେ ଡିଟେଲ୍ସ ଫିଲ୍ଅପ୍ କରି ଆପଣ ଭିଡ଼ିଓ କୋଠାରେ କିମ୍ବା ଯେକୌଣସି ଆପଣଙ୍କର କୋଠାବାଡ଼ି ନିର୍ମାଣ ଶ୍ରମିକ ଏଠି ଆପଣମାନେ ଆପ୍ଲାଏ କରିପାରିବେ। ତେଣୁ ସମ୍ପୂର୍ଣ୍ଣ ବିବରଣୀ ଆପଣ ଦେଖନ୍ତୁ। ଏହିପରି ଗୋଟେ ଫର୍ମ ଅଛି, ଆପଣ ଡାଉନଲୋଡ଼୍ କରିପାରିବେ ଏବଂ ଅନଲାଇନ୍ ମଧ୍ୟ ଆପଣ ଆପ୍ଲାଏ କରିବେ। ତେଣୁ ଏହାର ସୁଯୋଗ ସୁବିଧା ଆପଣମାନେ ନିଅନ୍ତୁ ଏବଂ ଏହିପରି ତେଣୁ ଗଭର୍ଣ୍ଣମେଣ୍ଟର ପ୍ରତ୍ୟେକ ଯୋଜନାର ଆପଣମାନେ ସୁବିଧା ନିଅନ୍ତୁ। ତେଣୁ ଏହିପରି ଭିଡ଼ିଓକୁ ଯଦି ଭଲ ଲାଗିଥିବ ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍